तुमे माने जदि मोर वाक्य स्थिर होई रहिब तेबे मोर प्रकृत शिष्य हेब। ଖ୍ରୀଷ୍ଟଙ୍କ ଯୋଗରେ ମୋ ପ୍ରିୟ ଭାଇ ଓ ଭଉଣୀମାନେ, ଆଜି ସ୍ୱଳ୍ପରେ ଆମେ ଅନୁଧ୍ୟାନ କରିବା ପାଇଁ ଚେଷ୍ଟା କରିବା ମାଥ୍ୟୁ ଲିଖିତ ସୁସମାଚାର ତା'ର 8 ଅଧ୍ୟାୟ 23ରୁ 27 ପଦ, ଯେଉଁଥିରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଝଡ଼ ତୋଫାନକୁ ଉପଶମ ପ୍ରଦାନ କରୁଅଛନ୍ତି, ଶାନ୍ତ ପରିବେଶରେ ପ୍ରକାଶ କରୁଅଛନ୍ତି। ଆମମାନଙ୍କ ଜୀବନରେ ଆମେମାନେ ଯେତେବେଳେ କିଛି ନା କିଛି ସମର୍ପଣ କରିଥାଉ, ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଗ୍ରହଣ କରନ୍ତି କି ନ କରନ୍ତି ସେସବୁ ବିଷୟକୁ ଆମେ ଜାଣିନଥାଉ। ଏହି ଦୁନିଆରେ ଅନେକ ଲୋକ ନିଜ ଜୀବନରେ ଏକା ଏକା ଅନୁଭବ କରିଥାନ୍ତି, କିନ୍ତୁ ସେମାନଙ୍କ ସହ ଜଡ଼ିତ ହେବା ପାଇଁ ମନୁଷ୍ୟ ଜାତି ହିଁ ଅଛନ୍ତି ଏବଂ ନିଜେ ଚିନ୍ତା କରୁଛନ୍ତି, ମୋର ଭବିଷ୍ୟତ କ'ଣ ହେବ, ମୁଁ କେଉଁଭଳି ଭାବରେ ବସବାସ କରିବି, ମୋ ଜୀବନ କ'ଣ ହେବ। ନିଜ ଭବିଷ୍ୟତ ବିଷୟରେ ଅନେକ ଆଶଙ୍କା ଭରି ରହିଥାଏ ସେହି ମନୁଷ୍ୟମାନଙ୍କ ନିକଟରେ। ତାହା ହିଁ ଆଜି ଯେତେବେଳେ ଝଡ଼ ତୋଫାନ ଆସିଯାଉଅଛି, ସେହି ଶିଷ୍ୟମାନେ ପ୍ରଭୁଙ୍କ ନିକଟରେ ଆସ୍ଥା ହରାଇ ସେମାନେ ନିଜେ ନିଜେ ଚିନ୍ତା କରୁଅଛନ୍ତି, ଆମମାନଙ୍କର ଭବିଷ୍ୟତ କ'ଣ ହେବ, ଆମେମାନେ ବର୍ତ୍ତମାନ କ'ଣ କରିବା। ସେହି ସମୟରେ ସେମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ନିଜର ଆତ୍ମାକୁ ସମର୍ପଣ କରୁଛନ୍ତି ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ଉଦ୍ଧାର କରୁଛନ୍ତି। ଆଜିର ମୁଖ୍ୟ ପ୍ରସଙ୍ଗରେ ଆମେମାନେ ଅଳ୍ପରେ ବା ସ୍ୱଳ୍ପରେ ଅନୁଧ୍ୟାନ କରିବା ପାଇଁ ଚେଷ୍ଟା କରିବା ସମର୍ପଣ। ନୀତିବଚନ ତା'ର 16 ଅଧ୍ୟାୟ 3 ପଦରେ ଲେଖା ଅଛି, ପ୍ରଭୁଙ୍କ ହସ୍ତରେ ତୁମର ସମସ୍ତ କାର୍ଯ୍ୟ ସମର୍ପଣ କର, ତାହାହେଲେ ତୁମର ସମସ୍ତ ଯୋଜନା ସାର୍ଥକ ହେବ। ଆମେମାନେ ଯେତେବେଳେ ସେହି ପ୍ରଭୁଙ୍କ ନିକଟରେ ଆମମାନଙ୍କର ଯୋଜନାକୁ, ଆମମାନଙ୍କର ସମସ୍ତ କାର୍ଯ୍ୟକୁ ସମର୍ପଣ କରିବା, ଆମମାନଙ୍କର ଯୋଜନା ସାର୍ଥକ ହେବ। ତେଣୁ ସେହି 16 ଅଧ୍ୟାୟ ନୀତିବଚନ 16 ଅଧ୍ୟାୟ ତା'ର 4 ପଦରେ ପୁଣି ଥରେ ଲେଖା ଅଛି, ସବୁ ବସ୍ତୁକୁ ତାହାର ଉଦ୍ଦେଶ୍ୟ ସାଧନ ନିମନ୍ତେ ପ୍ରଭୁ ସୃଷ୍ଟି କରିଛନ୍ତି, କାହାକୁ ସେ ଛାଡ଼ି ନାହାନ୍ତି। ସବୁ ବସ୍ତୁକୁ ତା'ର ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ସେ ସୃଷ୍ଟି କରିଛନ୍ତି ଏବଂ ସେ ସୁଯୋଗ ମଧ୍ୟ ଦେଉଅଛନ୍ତି। ମୋ ପ୍ରିୟ ଭାଇ ଓ ଭଉଣୀମାନେ, ଆମ ସମସ୍ତଙ୍କ ହୃଦୟ ମନରେ ଅନେକ ଯୋଜନା ଅଛି। ନିଜ ପାଇଁ ଅଛି, ନିଜ ପରିବାର ପାଇଁ ଅଛି, ନିଜ ଗ୍ରାମ ପାଇଁ ଅଛି ଏବଂ ନିଜର ସହର ପାଇଁ, ଦେଶ ପାଇଁ ଏବଂ ସମଗ୍ର ପୃଥିବୀ ପାଇଁ ଆମମାନଙ୍କର ଯୋଜନା ଅଛି। ସେହି ଯୋଜନାକୁ ସାର୍ଥକ କରିବାକୁ ହେଲେ ଆମେ ତାହା ସହିତ ଜଡ଼ିତ ହେବାକୁ ଅଛି, ସେହି ଯୋଜନା ସହ ଜଡ଼ିତ ହେବାକୁ ଅଛି। ତେଣୁ ଏହିସବୁ ଯୋଜନାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବାକୁ ଅଛି। ତାହାଙ୍କ ନିକଟରେ ଯେତେବେଳେ ଆମେ ସମର୍ପଣ କରିବା, ସେ ହିଁ ଆମମାନଙ୍କୁ ରାସ୍ତା ଦେଖାଇବେ। ପୁଣି ଥରେ ନୀତିବଚନ ତା'ର 16 ଅଧ୍ୟାୟ 1 ପଦରେ ଲେଖା ଅଛି, ମନୁଷ୍ୟର ମନ ଯୋଜନା ସମୂହ ସମ୍ବିଧାନ କରେ, କିନ୍ତୁ ଜିହ୍ୱାର ଉତ୍ତର ପ୍ରଭୁଙ୍କର ଅଟେ। ଆମେମାନେ ବାହ୍ୟିକ ଭାବରେ ଯେଉଁ ସମସ୍ତ ନୀତି ନିୟମକୁ କରୁଅଛୁ ତାହା ସମ୍ବିଧାନ କରିଥାଏ, ଅନ୍ୟ ମନୁଷ୍ୟମାନେ କରିଥାନ୍ତି, କିନ୍ତୁ ଆମମାନଙ୍କର ଜିହ୍ୱା ଯାହା କିଛି ପ୍ରକାଶ କରିଥାଏ ତାହା ପ୍ରଭୁଙ୍କର ଅଟେ। ସେ ହିଁ ଆମମାନଙ୍କର ମୁଖରେ କଥା କହିବା ପାଇଁ ଶକ୍ତି ପ୍ରଦାନ କରିଥାନ୍ତି। ତେଣୁ କିଛି ବର୍ଷ ପୂର୍ବେ ଗୋଟାଏ ଘଟଣା ଶୁଣିଥିଲି। ଜଣେ ଭାଇ କଠିନ ପରିଶ୍ରମ କରି ଗୋଟାଏ ଘର ତିଆରି କରିଥିଲା। ସେ ଘର ତିଆରି କରିବା ସମୟରେ ସେ ନିଜେ ପ୍ରକାଶ କରି କହୁଅଛନ୍ତି, ଏହି ଘରର ଆଶୀର୍ବାଦ କରିବା ପାଇଁ ମୁଁ ନିଜେ ଯାଇ ନିମନ୍ତ୍ରଣ ପ୍ରଦାନ କରିବି। ଏବଂ ସେ ଯେତେବେଳେ ନିଜ ନିମନ୍ତ୍ରଣ ପ୍ରଦାନରେ ସମସ୍ତ ଗୃହକୁ ଯାଇ, ସମସ୍ତ ଗ୍ରାମକୁ ଯାଇ ନିଜେ ସେହି କାର୍ଡ଼ଟି ବଣ୍ଟନ କରୁଛନ୍ତି, ସେହି ସମୟରେ ଫେରି ଆସିବା ସମୟରେ ତାହାଙ୍କର ଦୁର୍ଘଟଣା ହେଉଅଛି। ସେ ପୁଣି ଥରେ ଫେରି ଆସିପାରିନାହିଁ। ତାହାଙ୍କର ପରିବାରରେ ଯେଉଁ ପୁଅ ଝିଅମାନେ, ନିଜ ସ୍ତ୍ରୀ, ଅନ୍ୟ ଆତ୍ମୀୟ ସ୍ୱଜନମାନେ ଅଛନ୍ତି, ସେମାନେ
ସର୍ବଦା ତାହାଙ୍କ ସହିତ ଜଡ଼ିତ ହୋଇ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେହି ଗୃହକୁ ସେ ଫେରି ଆସିପାରିଲା ନାହିଁ। ସେ ନିଜର ଆତ୍ମାକୁ ଈଶ୍ୱରଙ୍କ ନିକଟ ସମର୍ପଣ କଲା। ତାହାଙ୍କର ପୁଅ ଝିଅମାନେ ମଧ୍ୟ ତଦ୍ରୂପ କଲେ, ତାହାଙ୍କ ସ୍ତ୍ରୀ ମଧ୍ୟ ତଦ୍ରୂପ କଲେ। ମୋର ସ୍ୱାମୀଙ୍କୁ ଆମ୍ଭମାନଙ୍କୁ ପ୍ରଦାନ କରାଯାଇଥିଲା, କିନ୍ତୁ ସେହି ସ୍ୱାମୀଙ୍କୁ ଈଶ୍ୱର ନିଜେ ନେଇଯାଇଅଛନ୍ତି। ତେଣୁ ସେମାନେ ତାହାଙ୍କର ଆତ୍ମାକୁ ପ୍ରଭୁଙ୍କ ନିକଟରେ ସମର୍ପଣ କଲେ। ତେଣୁ ଆମେମାନେ ସମସ୍ତେ ନିଜ ନିଜର ଆତ୍ମାକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବାକୁ ଅଛି। ପୁଣି ଥରେ ଯଦି ଆମେ ଦେଖିବା ଜେରେମିୟା 29 ଅଧ୍ୟାୟ ତାହାର 11 ପଦ, ଯେଉଁଥିରେ ପ୍ରଭୁ ନିଜେ କହନ୍ତି, ତୁମ ସକାଶେ ମୋର ଯୋଜନା ସକଳ ମୁଁ ଜାଣେ, ତାହା ତୁମମାନଙ୍କ ବିନାଶ ଘଟାଇବ ନାହିଁ, ବରଂ ତାହା ତୁମମାନଙ୍କୁ ମଙ୍ଗଳମୟ ଭବିଷ୍ୟତ ତଥା ପ୍ରତ୍ୟାଶା ପ୍ରଦାନ କରିବ। ନୀତିବଚନ 16 ଅଧ୍ୟାୟ 3 ପଦ ପୁଣି ଥରେ ମୁଁ ଦୋହରାଇବା ପାଇଁ ଇଚ୍ଛା ପ୍ରକାଶ କରୁଅଛି। ନିଜର ସମସ୍ତ କାର୍ଯ୍ୟ ପ୍ରଭୁଙ୍କ ହସ୍ତରେ ସମର୍ପଣ କର ଏବଂ ତୁମ ଯୋଜନା ସଫଳ ହେବ। ଆପଣ କ'ଣ ଜଣେ ବିଦ୍ୟାର୍ଥୀ? ପାଠପଢ଼ା ସମସ୍ତ କାର୍ଯ୍ୟ ପ୍ରଭୁଙ୍କୁ ସମର୍ପଣ କରନ୍ତୁ। ଆପଣ କ'ଣ ବ୍ୟବସାୟ କରନ୍ତି? ବ୍ୟବସାୟର ସମସ୍ତ କାର୍ଯ୍ୟକୁ ପ୍ରଭୁଙ୍କୁ ସମର୍ପଣ କରନ୍ତୁ। ଆପଣ କ'ଣ ଲୋକଙ୍କୁ ସମୟ, ସ୍ଥାନ, ଜିନିଷ ସବୁକୁ ଅର୍ପଣ କରନ୍ତି? ଏସବୁକୁ ମଧ୍ୟ ପ୍ରଭୁଙ୍କ ନିକଟରେ ସମର୍ପଣ କରନ୍ତୁ। ଆପଣ କ'ଣ ଜଣେ ଚାଷୀ? ଚାଷୀ ହିସାବରେ ନିଜ କ୍ଷେତକୁ ପ୍ରଭୁଙ୍କ ନିକଟରେ ଅର୍ପଣ କରନ୍ତୁ। ଆପଣ କ'ଣ ଜଣେ ଚାକିରିଆ? ଯଦି ଚାକିରି କରୁଛନ୍ତି, ଶୋଇବା ଉଠିବା ସବୁ ସମୟ ଈଶ୍ୱରଙ୍କୁ ସମର୍ପଣ କରନ୍ତୁ। ସେ ଆପଣମାନଙ୍କୁ ସାହାଯ୍ୟ କରିବେ। ବାଇବେଲର କେତେକ ଅଂଶ ଗୁଡ଼ିକୁ ଆମେ ଯଦି ଦେଖିବା, ଅନେକ ଉଦାହରଣ ଅଛି ସମର୍ପଣ ବିଷୟରେ। ସର୍ବପ୍ରଥମେ କାଇନ ଓ ଆବେଲଙ୍କ ବିଷୟ ଆମେ ଦେଖିବାକୁ ପାଇବା। କାଇନ ଯେତେବେଳେ ନିଜର ଶସ୍ୟକୁ ସମର୍ପଣ କଲେ, ଆବେଲ ମଧ୍ୟ ସେହିଭଳି ନିଜର ମେଷକୁ ସମର୍ପଣ କଲେ। କାଇନଙ୍କର ଶସ୍ୟକୁ ପିତା ଈଶ୍ୱର ଗ୍ରହଣ କରିନଥିଲେ, ବରଂ ଆବେଲଙ୍କର ସେହି ମେଷକୁ ଗ୍ରହଣ କରିଥିଲେ, କାରଣ ସେ ସର୍ବୋତ୍କୃଷ୍ଟ ମେଷ ବାଛି ପିତା ଈଶ୍ୱରଙ୍କୁ ସମର୍ପଣ କରିଥିଲେ। ଏବଂ ଆମେମାନେ ମଧ୍ୟ ଦେଖିବାକୁ ପାଇବା ପ୍ରେରିତ 5 ଅଧ୍ୟାୟ ଆନାନିଆସ ଓ ସାଫିରା ତାଙ୍କର ସମସ୍ତ ଜମିବାଡ଼ି ବିକ୍ରୟ କରି ଶିଷ୍ୟଙ୍କ ନିକଟରେ ସମର୍ପଣ କରିଥିଲେ। ତାହା ହେଉଛି ଏକ ଉତ୍ତମ ସମର୍ପଣ। ପୁଣି ଥରେ ଆମେ ଦେଖିବା, ଏହା ଏକ ସୁନ୍ଦର ପ୍ରତୀକ ଅଟେ। ଅଧା ଅଧା ସମର୍ପଣ ଆମ ପାଇଁ ହିଁ ହାନିକାରକ ହୋଇଥାଏ। ସମ୍ପୂର୍ଣ୍ଣ ମାତ୍ରାରେ ଆମେ ଖ୍ରୀଷ୍ଟଙ୍କ ନିକଟରେ ଆମେ ସମର୍ପଣ କରିବାକୁ ଅଛି। ଏହି ଦୁନିଆରେ ଅନେକ ବ୍ୟକ୍ତି ବିଶ୍ୱାସ କରନ୍ତି ଓ କହନ୍ତି ପ୍ରଭୁଙ୍କ ନିକଟରେ ଆମ ଜୀବନକୁ ଆମେ ସମର୍ପଣ କରୁଅଛୁ, କିନ୍ତୁ ଅଧା ଅଂଶ ନିଜ ପାଖରେ ରଖନ୍ତି, ସମ୍ପୂର୍ଣ୍ଣ ମାତ୍ରାରେ ଈଶ୍ୱରଙ୍କୁ ସମର୍ପଣ କରିନଥାନ୍ତି। ତାହା ଆମେ ନିଜେ ଅନୁଧ୍ୟାନ କରିବାକୁ ଅଛି ମୋ ପ୍ରିୟ ଭାଇ ଓ ଭଉଣୀମାନେ। ତେଣୁ ଉତ୍ପତ୍ତି ଗ୍ରନ୍ଥରେ ଆମେ ଦେଖିବାକୁ ପାଉଛୁ, ଆବ୍ରାହମକୁ ଯେତେବେଳେ 75 ବର୍ଷ ହୋଇଥାଏ, ସେହି ପ୍ରତିଶ୍ରୁତି ଦେଲେ, ମୁଁ ତୁମକୁ ଏକ ପୁତ୍ର ସନ୍ତାନ ଦେବି। 100 ବର୍ଷରେ ସେ ଦେଖିଲେ ଏକ ପୁତ୍ର ସନ୍ତାନ ତାହାଙ୍କ କୋଳରେ ଜନ୍ମ ହେଲେ ଇସାହାକ ନାମରେ। ପୁଣି ଥରେ ସେହି ଈଶ୍ୱର ତାହାଙ୍କୁ କହୁଅଛନ୍ତି, ତୁମେ ସେହି ଇସାହାକଙ୍କୁ ନେଇଯାଅ ଏବଂ ମରିଆ ପର୍ବତରେ, ଉତ୍ପତ୍ତି ଗ୍ରନ୍ଥ ତାର 22 ଅଧ୍ୟାୟ 16 ପଦରେ ଆମେ ଦେଖୁଅଛୁ, ସେହି ମରିଆ ପର୍ବତରେ ତାହାଙ୍କୁ ମୋ ନିକଟରେ ମୋ ପାଇଁ ବଳି ଉତ୍ସର୍ଗ କର। ସେ ବିନା ଦ୍ୱିଧାରେ ପିତା ଈଶ୍ୱରଙ୍କ ନିକଟକୁ ଯାଇ ତାହାଙ୍କୁ ଉତ୍ସର୍ଗ କରିବା ପାଇଁ, ସମର୍ପଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ପିତା ଈଶ୍ୱର ତାହାଙ୍କର ଇଚ୍ଛାକୁ, ତାହାଙ୍କର ସାଧନକୁ ଜାଣି ତାହାଙ୍କୁ ଉଦ୍ଧାର କରୁଅଛନ୍ତି ଏବଂ ସେ ନିଜେ ପ୍ରଦାନ କରୁଅଛନ୍ତି ଏକ ମେଷକୁ। ସେହି ମେଷକୁ ସେ ବଦ୍ଧ କରି ପିତାଙ୍କ ନିକଟରେ ବଳି ଅର୍ପଣ କରୁଛନ୍ତି। ଏମିତି ଅନେକ ବିଷୟ ଆମେ ଯେତେବେଳେ ଚିନ୍ତା କରୁଅଛୁ, ସମର୍ପଣ ବିଶ୍ୱାସର ଫଳ, ସମର୍ପଣ ପ୍ରମାଣ ଭଳି ହେବାକୁ ଅଛି। ଆମେମାନେ ସମସ୍ତେ ଦେଖୁଅଛୁ ଏହି ସଂସାରରେ ବଡ଼ ବଡ଼ ଧର୍ମୀମାନେ, ବଡ଼ ବଡ଼ ଭକ୍ତମାନେ ଅଛନ୍ତି, କିନ୍ତୁ ନିଜ ଜୀବନକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ଆଉ ସେମାନଙ୍କ ସହ ମଧ୍ୟ ଆମେମାନେ ସମସ୍ତେ ଜଡ଼ିତ। ଆମେମାନେ ନିଜ ଜୀବନକୁ ସମର୍ପଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହୁଁ। ଅଧା ଅଧା 50-50 ଆମେମାନେ
प्रभुଙ୍କ निकटରେ निज जीवन को समर्पण करने ପାଇଁ चेष्टा करूछु। तेणु आज प्रभु जीशु ख्रीष्ट आम समस्त को आह्वान करी कहती मो निकटरे तुमर सर्वस्व को समर्पण कर मु तुम मानू आशीर्युक्त करी एवं तुम्हें माने मोर बाउछाया तले बांधी होई मो निकटरे आस्था प्रकट करिवो। आउ से ही आज आम मान को आश्वासन दियंती आमे ताहांक निकटरे जड़ित हेबा पाई। साम संगीत तार 37 अध्याय 5 पदरे लेखा अछि कर प्रभुंक हस्ते निजको समर्पण ताहांक ठारे कर आस्था स्थापन करिवे से तुमर तत्वावधान। आमे माने समस्ते ताहांक निकटरे समर्पण करिबा आस्था प्रकट करिबा। आमे समस्ते विभिन्न परिस्थिति को नहीं बास करूँ। विभिन्न परिस्थिति को नहीं बास करने मध्य अनेक भयानक परिस्थिति उपजी थाए। एते बड़ बोझ एते बड़ समस्या आमको लगी थाए यह हाल्का हेबाकू आमे इच्छा करि थाउ ताहा हाल्का करिवार साहाय्य करिथांती सेही प्रभु जीशु ख्रीष्ट। जो भली भावरे समुद्रर झड़ तोफान को से हाल्का कले सेही भली से आम मानकू हाल्का करिवे आम मानकर जीवन रे। आसंतु ताहांक निकटरे आम मानकर मन प्राण आत्मा को समर्पण करी हाल्का करिवा पय चेष्टा करिवा। प्रभु आम समस्त को आशीर्वाद करंतु ताहांकर माध्यस्थतारे आम माने चली पारिबा। पिता व पुत्र एवं पवित्र आत्मा आपण मान को आशीर्वाद करंतु। समस्त को जय जीशु।